ଏହି ଭିଡ଼ିଓରେ ଜାଣିବା ହୋମଗାର୍ଡ଼ ଏବଂ OISF ରିକ୍ରୁଟମେଣ୍ଟ କେବେ ଆସିବ, କେତେ ପଦବୀ ଆସିବ। ଆପଣମାନେ ସମସ୍ତେ ଜାଣିଥିବେ 2 ଦିନ ପୂର୍ବରୁ 2 ତାରିଖରେ ଗୋଟେ ଅଫିସିଆଲ ନୋଟିସ୍ ଆସିଥିଲା ହୋମଗାର୍ଡ଼ ତରଫରୁ, ଯେଉଁଥିରେ କି ଟୋଟାଲ ଭ୍ୟାକେନ୍ସି ଥିଲା 2584ଟି ଆପଣଙ୍କର ଭ୍ୟାକେନ୍ସି ଥିଲା ଏବଂ ଏହି ଭ୍ୟାକେନ୍ସିଟିକୁ ଆହୁରି ମଧ୍ୟ ଇନକ୍ରିଜ୍ କରିବାର ସମ୍ଭାବନା ଅଛି। ତ ନିହାତି ଭାବରେ ସେ ବିଷୟରେ ଫୁଲ୍ ଡିଟେଲ୍ସରେ ଆଗକୁ ଜାଣିବା। ତ OISFରେ ମଧ୍ୟ ଆଜି ଗୋଟେ ନୂଆ ଅପଡେଟ୍ ଆସିଛି, ଯେଉଁଥିରେ କି ଆପଣଙ୍କର ଗୁଡ୍ ନ୍ୟୁଜ୍ ରହିଛି। ସେ ଗୁଡ୍ ନ୍ୟୁଜ୍ଟି କ'ଣ ଜାଣିବା ସେ ବିଷୟରେ ଏବଂ ଭ୍ୟାକେନ୍ସି କେବେ ଆସିବ ଏବଂ ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା, ହାଇଟ୍, ୱେଟ୍, ଚେଷ୍ଟ କ'ଣ ମାଗିବ ସେ ବିଷୟରେ ମଧ୍ୟ ଫୁଲ୍ ଡିଟେଲ୍ସରେ ସବୁକିଛି ଜାଣିବା। ଭିଡ଼ିଓଟିକୁ ଶେଷ ଯାଏଁ ଦେଖନ୍ତୁ ଏବଂ ଆପଣମାନେ ସମସ୍ତେ ଜାଣିଥିବେ 2025ର ମାର୍ଚ୍ଚ ମାସ ସୁଦ୍ଧା ଯେଉଁଥିରେ କି ଆପଣଙ୍କର ବହୁତ ସାରା ପଦବୀ ଆସିବାର ଅଛି। ତ ଆପଣମାନେ ଆପଣଙ୍କର ପ୍ରୟାସ ଜାରି ରଖନ୍ତୁ, ନିହାତି ଭାବରେ ଏ ବର୍ଷ ଆପଣଙ୍କର ଚାକିରି ହେଇଯିବ। ତ ଯଦି ଆପଣମାନେ ଆମ ଏହି ଚ୍ୟାନେଲରେ ପ୍ରଥମ ଥର ପାଇଁ ଅଛନ୍ତି, ଭିଡ଼ିଓଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଆଗକୁ ମଧ୍ୟ ଏମିତି ବହୁତ ସାରା ଲେଟେଷ୍ଟ ଇନଫର୍ମେସନ୍ ଆପଣମାନେ ପାଇପାରିବେ। ପ୍ରଥମେ ଜାଣିବା OISF ବିଷୟରେ। ଆପଣମାନେ ସମସ୍ତେ ଜାଣିଥିବେ OISF ହେଉଛି ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ। ଆମ ଓଡ଼ିଶାରେ ଯେତେ ସାରା ଇଣ୍ଡଷ୍ଟ୍ରିଆଲ ଏରିଆ ରହିଛି ସେ ଜାଗାମାନଙ୍କୁ ନିୟୋଜିତ କରାଯାଇଥାଏ OISF ଫୋର୍ସଟିକୁ। ଏବଂ ଆପଣମାନେ ଆଗରୁ ମଧ୍ୟ ଜାଣିଥିବେ ଯେ ଆମ ଓଡ଼ିଶାର ଯିଏ CM ଅଛନ୍ତି ମୋହନ ମାଝୀ ସାର୍, ସେ ଘୋଷଣା କରିଥିଲେ ଯେ OISFରେ ଯେତେ ସାରା ଭ୍ୟାକେନ୍ସି ଅଛି ତାକୁ ଖୁବ୍ ଶୀଘ୍ର ପୂରଣ କରାଯିବ। ତ ଏ ଯେଉଁ ପେପର କଟିଂ ଆପଣମାନେ ସ୍କ୍ରିନ୍ରେ ଦେଖୁଛନ୍ତି, ଏଇଟା ହେଲା ଆଜିର ପେପରରେ ଆସିଥିଲା। ତ ଏଇଥିରେ ଆପଣମାନେ ଦେଖିପାରୁଥିବେ ଆବଶ୍ୟକ 10,000 ଫୋର୍ସ, ଖୋଲିବ 4 OISF ବାଟାଲିୟନ୍, ନୂଆ 4ଟା ବାଟାଲିୟନ୍ କ୍ରିଏଟ୍ କରାହେବ। ଏବଂ ୟା ପୂର୍ବରୁ ଯେଉଁ ଭ୍ୟାକେନ୍ସି ଆସିଥିଲା, ବହୁତ ଦିନ ପୂର୍ବରୁ ଭ୍ୟାକେନ୍ସି ଆସିଥିଲା, ତ ବର୍ତ୍ତମାନ ମଧ୍ୟ ଭ୍ୟାକେନ୍ସି ଆସିବାକୁ ଯାଉଛି। ତ ସେଥିପାଇଁ ବର୍ତ୍ତମାନ ଆପଣମାନେ ସମସ୍ତେ ରେଡ଼ି ହେଇକି ରହିବା ଦରକାର। ତ ଓଡ଼ିଶାରେ 6ଟି ବଡ଼ କମ୍ପାନୀ ନିଜ ସଂସ୍ଥାର ସୁରକ୍ଷା ପାଇଁ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ଏଥିପାଇଁ ପାଖାପାଖି 10,000 ପୁଲିସ ଫୋର୍ସ ଆବଶ୍ୟକତା ରହିଛି। ଓଡ଼ିଶା ପୁଲିସର OISF ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ଘରୋଇ କମ୍ପାନୀଗୁଡ଼ିକ ସୁରକ୍ଷା ଯୋଗାଉଥିବା ବେଳେ ଏବେ OISF ନିକଟରେ ମାତ୍ର ଗୋଟିଏ ବାଟାଲିୟନ୍ ରହିଛି, 1390 ଫୋର୍ସ ରହିଛି। ଏହି ବାଟାଲିୟନ୍ ସମସ୍ତ ପୁଲିସ ଫୋର୍ସ ବିଭିନ୍ନ କମ୍ପାନୀ ନିୟୋଜିତ ଅଛନ୍ତି। ସେଥିପାଇଁ ଓଡ଼ିଶା ପୁଲିସ ଆହୁରି 4ଟି ନୂଆ ବାଟାଲିୟନ୍ ତୁରନ୍ତ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ତ ନୂଆ ଆହୁରି 4ଟି ବାଟାଲିୟନ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ବାଟାଲିୟନ୍ ବର୍ତ୍ତମାନ ଅଛି 1390 ପୋଷ୍ଟ, ଯେଉଁଥିରେ କି ଅଛି ନିୟୋଜିତ ବର୍ତ୍ତମାନ ଅଛନ୍ତି OISF ଯବାନ। ତ ସେଇଟା ଖୋର୍ଦ୍ଧାରେ ଅଛି। ତ ଆହୁରି 4ଟି ନୂଆ ବାଟାଲିୟନ୍ ଖୋଲିବାକୁ ବର୍ତ୍ତମାନ ସରକାର ନିଷ୍ପତ୍ତି ନେଇଛନ୍ତି। ତ ଏଇଟା ଗୋଟେ ସମସ୍ତଙ୍କ ପାଇଁ ଗୋଟେ ବହୁତ ବଡ଼ ଗୁଡ୍ ନ୍ୟୁଜ୍। ତ ଆଗକୁ ଭ୍ୟାକେନ୍ସି ଆସିବାର ଅଛି। ତ ଏଇଥିରେ ସିଲେକ୍ସନ୍ ପ୍ରୋସେସ୍ କ'ଣ ରହିପାରେ? ତ ଆପଣମାନେ ସମସ୍ତେ ଜାଣିଛନ୍ତି ୟା ପୂର୍ବରୁ ଯେଉଁ ରିକ୍ରୁଟମେଣ୍ଟ ହେଉଥିଲା, ପ୍ରଥମେ ଆପଣଙ୍କର ଫିଜିକାଲ୍ ହେଉଥିଲା, ତାପରେ ରିଟର୍ନ ଟେଷ୍ଟ ହେଉଥିଲା, ତାପରେ ଆପଣଙ୍କର ସିଲେକ୍ସନ୍ କରାଯାଉଥିଲା। ତ ବର୍ତ୍ତମାନ ଆପଣମାନେ ସମସ୍ତେ ଜାଣିଥିବେ ୟା ପୂର୍ବରୁ ଯେତେ ସାରା ରିକ୍ରୁଟମେଣ୍ଟ ଆପଣମାନେ ଦେଖିଥିବେ, OSFP, IRB, ଫାୟାରମ୍ୟାନ୍, ଓଡ଼ିଶା ପୁଲିସ ଡିଷ୍ଟ୍ରିକ୍ଟ କନେଷ୍ଟବଳ, ସେଇଥିରେ ମଧ୍ୟ ୟା ପୂର୍ବରୁ ସବୁ ଫିଜିକାଲ୍ ହେଉଥିଲା, ତାପରେ ରିଟର୍ନ ଏକ୍ଜାମ୍ ହେଉଥିଲା। ତ ତା'ର ସବୁ ରୁଲ୍ ଚେଞ୍ଜ ହେଇକି ବର୍ତ୍ତମାନ ପ୍ରଥମେ ରିଟର୍ନ ଏକ୍ଜାମ୍, ତାପରେ ଫିଜିକାଲ୍। ଏବଂ ଠିକ୍ ସେହିପରି ଏଇଥିରେ ମଧ୍ୟ ଆପଣଙ୍କର ରୁଲ୍ ଚେଞ୍ଜ ହେବ ଏବଂ ପ୍ରଥମେ ଆପଣଙ୍କର ରିଟର୍ନ ଏକ୍ଜାମ୍ ହେବ, ତାପରେ ଫିଜିକାଲ୍ ହେବ। ଏଇଟା ଆପଣମାନେ ନିହାତି ଭାବରେ ସିଓର ହୋଇଯାଆନ୍ତୁ। ଏବଂ ଏଇଥିରେ ଯଦି ଆମେ ଏଜୁକେସନାଲ୍ କ୍ୱାଲିଫିକେସନ୍ କଥା କହିବା, ଶିକ୍ଷାଗତ ଯୋଗ୍ୟତା ବିଷୟରେ ଯଦି ଆମେ କହିବା, ତାହେଲେ ଆପଣଙ୍କର 10th ପାସ୍ ଜବ୍ ରହିବ। ଏବଂ ହାଇଟ୍, ୱେଟ୍, ଚେଷ୍ଟ ଯେମିତି ଫାୟାରମ୍ୟାନ୍ରେ ଯେମିତି ମାଗିଥିଲା, OISFରେ ଯେମିତି ମାଗିଛି, ଠିକ୍ ସେହିପରି OISFରେ ମଧ୍ୟ ସେହିପରି ଆପଣଙ୍କର ହାଇଟ୍ ରହିବ ଏବଂ ୱେଟ୍ ରହିବ। ଏଇଟା ଆପଣମାନେ ଜାଣି ରଖନ୍ତୁ। ଏବଂ ଏଥିରେ ନିୟମ ଚେଞ୍ଜ ହେଇକି ଯେବେ ବି ଫୁଲ୍ ନୋଟିଫିକେସନ୍ ଆସିବ, ନିୟମ ଚେଞ୍ଜ ହେଇକି ଆସିବ ଏବଂ ଆପଣଙ୍କୁ ମୁଁ ଜଣାଇଦେବି କ'ଣ କ'ଣ। ବର୍ତ୍ତମାନ ହୋମଗାର୍ଡ଼ ବିଷୟରେ ଜାଣିବା। ଆପଣମାନେ ଦେଖିପାରୁଥିବେ ଏଇଟା ହେଲା ତା'ର ଅଫିସିଆଲ ନୋଟିସ୍। 2 ଦିନ ପୂର୍ବରୁ এই ନୋଟିସ୍ଟି ଆସିଥିଲା, 2 ତାରିଖ ଦିନ। ତ ଏଥିରେ ଯେଉଁ ଭ୍ୟାକେନ୍ସି ରହିଛି 2584ଟି ଭ୍ୟାକେନ୍ସି ରହିଛି। ଏଇଟା ହେଲା ଗୋଟେ ସର୍ଟ ନୋଟିସ୍। ତ କେଉଁ ଡିଷ୍ଟ୍ରିକ୍ଟରେ କେତେ ଭ୍ୟାକେନ୍ସି ଅଛି ସେଇଟା ମଧ୍ୟ ଆପଣମାନେ ଦେଖିପାରୁଥିବେ। କିନ୍ତୁ ଏହି ଭ୍ୟାକେନ୍ସିଟିକୁ ଇନକ୍ରିଜ୍ କରାଯିବ ଏବଂ ବହୁତ ଶୀଘ୍ର ୟାର ଫୁଲ୍ ନୋଟିଫିକେସନ୍ ଆସିବ ଏବଂ 5,000 ସମଥିଙ୍ଗ ଏଇଥିରେ ଭ୍ୟାକେନ୍ସି ଆସିବ। ତ ସମସ୍ତଙ୍କ ପାଇଁ ଗୋଟେ ଗୁଡ୍ ନ୍ୟୁଜ୍। ଏବଂ ଏଇ ଯେଉଁ ଫୁଲ୍ ନୋଟିଫିକେସନ୍ ଆସିବ, ଆପଣମାନେ ଜାଣି ରଖନ୍ତୁ ଗୋଟେ ୱିକ୍ ଭିତରେ, ଆପଣମାନେ ଗୋଟେ ସପ୍ତାହ ଭିତରେ ଫୁଲ୍ ନୋଟିଫିକେସନ୍ ଦେଖିବାକୁ ପାଇବେ। ଏବଂ ଏଥିରେ ବର୍ତ୍ତମାନ ରୁଲ୍ ଚେଞ୍ଜ ହେଇକି ଭ୍ୟାକେନ୍ସି ଆସୁଛି। ଏଇଥିରେ ମଧ୍ୟ ରୁଲ୍ ଚେଞ୍ଜ ହେଇକି ଆସିବ ଏବଂ ଆପଣଙ୍କର ସାଲାରୀ ମଧ୍ୟ ଇନକ୍ରିଜ୍ ହେବ ଏବଂ ପରମାନେଣ୍ଟ ହେଇପାରେ ମଧ୍ୟ। ଯେହେତୁ ହୋମଗାର୍ଡ଼ ଆମ ଓଡ଼ିଶାରେ ନିହାତି ଭାବରେ ଦରକାର, ଭ୍ୟାକେନ୍ସି ବାରମ୍ବାର ଆସୁଛି, ବର୍ତ୍ତମାନ ମଧ୍ୟ ଘୋଷଣା କରାଯାଇଛି। ତ ପରମାନେଣ୍ଟ ହେଇପାରେ। ଯଦି ପରମାନେଣ୍ଟ ହେଉଛି ସମସ୍ତଙ୍କ ପାଇଁ ବହୁତ ବଡ଼ ଖୁସି ଖବର।
ତ ଗଲା। ତ ୟା ପୂର୍ବରୁ ଯେତେ ସାରା ରିକ୍ରୁଟମେଣ୍ଟ ହେଉଥିଲା ହୋମଗାର୍ଡ଼ରେ ଆପଣଙ୍କର ପ୍ରଥମେ ଟ୍ରେଡ୍ ୱାଇଜ୍ ଆପଣଙ୍କର ଭ୍ୟାକେନ୍ସି ଆସୁଥିଲା, ବିଭିନ୍ନ ଟାଇପ୍ର ଆପଣଙ୍କର ଟ୍ରେଡ୍ ଆସୁଥିଲା, ଯେଉଁଥିରେ କି ବାର୍ବର, କୁକ୍, ଆପଣଙ୍କର ଡ୍ରାଇଭିଂ ଏବଂ ଯାହାର କମ୍ପ୍ୟୁଟର ନଲେଜ୍ ଅଛି, ଏମିତି ବହୁତ ସାରା ଟ୍ରେଡ୍ ୱାଇଜ୍ ଆପଣଙ୍କର ସବୁ ସିଲେକ୍ସନ୍ କରାଯାଉଥିଲା। ଏବଂ ଯାହାର ବି ଯେଉଁ ଟ୍ରେଡ୍ରେ ନଲେଜ୍ ଅଛି ତାକୁ ଦେଖିକି ଆପଣଙ୍କର ସବୁ ଟ୍ରେଡ୍ ୱାଇଜ୍ ଆପଣଙ୍କର ପଦବୀ ଦିଆଯାଉଥିଲା। ତାପରେ ଏଇଥିରେ ଯେଉଁ ଆପଣଙ୍କର ହାଇଟ୍ ୱେଟ୍ ଚେଷ୍ଟ ଆପଣମାନେ ସମସ୍ତେ ଜାଣିଛନ୍ତି, ଯେମିତି କନେଷ୍ଟବଲ୍ରେ ଯେତେ ହାଇଟ୍ ୱେଟ୍ ଚେଷ୍ଟ ହୋମଗାର୍ଡ଼ରେ ମଧ୍ୟ ଠିକ୍ ସେହିପରି ହାଇଟ୍ ୱେଟ୍ ଚେଷ୍ଟ ନିଆଯାଇଥାଏ। ଏବଂ ନର୍ମାଲ୍ ଗୋଟିଏ ରନିଂ ଟେଷ୍ଟ କରାଯାଉଥିଲା, ତାପରେ ଆପଣଙ୍କର ସବୁକିଛି ଫାଇନାଲ୍ ସିଲେକ୍ସନ୍ କରାଯାଉଥିଲା। ଏମିତି ଥିଲା ସବୁ ପୂର୍ବଥର ରିକ୍ରୁଟମେଣ୍ଟ ପ୍ରୋସେସ୍। ତ ବର୍ତ୍ତମାନ ମୋତେ ଯାହା ଲାଗୁଛି ଆପଣଙ୍କର ଅନଲାଇନ୍ ମାଧ୍ୟମରେ ଫର୍ମ ଆପ୍ଲାଏ ହେବ ଏବଂ ଡିଷ୍ଟ୍ରିକ୍ଟ ୱାଇଜ୍ ଭ୍ୟାକେନ୍ସି ଆସିବ, ଯେଉଁ ଡିଷ୍ଟ୍ରିକ୍ଟରେ ଯେତେ ଭ୍ୟାକେନ୍ସି ଥିବ ସେହି ହିସାବରେ ଆପଣଙ୍କର ସିଲେକ୍ସନ୍ କରାଯିବ। ତାପରେ ଆପଣଙ୍କର ରିଟର୍ନ ଏକ୍ଜାମ୍ ବି ହେଇପାରେ। ତ ନିହାତି ଭାବରେ ଆମେ କିଛି ଦିନ ୱେଟ୍ କରିବା, ଗୋଟେ ସପ୍ତାହ ଭିତରେ ହିଁ ଆପଣଙ୍କର ଫୁଲ୍ ନୋଟିଫିକେସନ୍ ଆସିବ। ସେଇ ନୋଟିଫିକେସନ୍ ଆସିଲେ ଆମେ ସବୁକିଛି ଫୁଲ୍ ଡିଟେଲ୍ସରେ ଜାଣିବା।